ଏଇଟା ତାକୁ ପଚେଇଦବା ରଜ ପାଇଁ ଆଉ ଦେଖିବା କୁଆଡେ ବନ୍ଧୁବାନ୍ଧବ ଦିଆଯିବ ଆଉ ଘରେ ବି କିଛି ଖାଇବେ। ଆମେ ଜାଗା ଉପରେ ପହଞ୍ଚିଗଲେ। ଏଇଠୁ ଆମର ସବୁ ବନ୍ଧ ଯିବ। ହଜବେଣ୍ଡ ୱାଇଫ୍ ଆସିଗଲେ ବର୍ତ୍ତମାନ ପାଇଁ କାମରେ ଏବେ ଆମେ ଲାଗିଯିବା। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ। ତପନ ବ୍ଲଗ୍ସ ଆପଣ ମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଚାଲନ୍ତୁ ଆରମ୍ଭ କରି ଆଜିର ବ୍ଲଗ୍ସ। ସାଙ୍ଗମାନେ ସକାଳୁ ବାଲି ବୋଇକି ପ୍ରାୟ ଛାତ ଉପରକୁ ପୁରା ଦେଖନ୍ତୁ ପୁରା ଝାଳରେ ପୁରା ଭେଦି ଗଲାଣି ଟୋଟାଲ, ମାନେ ଏତେ ଜୋରେ ଗରମ ହଉଛି। ଆଉ ପାଣି ଆମେ ଟୋଟାଲ ସବୁ ଷ୍ଟକ୍ କରି ରଖିଦେଇଛୁ। ସେ ମିସ୍ତ୍ରୀ ଆଉ ତା ସ୍ତ୍ରୀ ଦି ଜଣ ଆସିବେ ଏବେ ଖାଇଦେଇକି। ଆଉ ଆସିଲା ପରେ କାଲି ଦେଖିପାରୁଥିବେ ଏପଟ କାନ୍ଥରେ ଆମର କମ୍ପ୍ଲିଟ୍ ହେଇଯାଇଛି, ଆଉ ଏପଟେ ବି ଅଧା ହେଇଯାଇଛି। ଆଜି ଏପଟ ଦୁଇଟା ଯାକ ସାରିବାକୁ ପଡ଼ିବ। ସେ ମିସ୍ତ୍ରୀ ଆଉ ତା ସ୍ତ୍ରୀ ଆସିନାହାନ୍ତି ଏପର୍ଯ୍ୟନ୍ତ। ସିଏ ଆସିବା ଆଗରୁ ମୁଁ ସବୁ ବାଲି ଫାଲି ବୋହି ଦେଇଛି, ଆଉ ପାଣି ବି କାନ୍ଥରେ ପୁରା ଭଲ ଭାବରେ ଦେଇଦେଇଛି। ସିଏ ଆସିଲେ ଖାଲି ଗୋଳେଇକି କାମ ଆରମ୍ଭ ହେଇଯିବ। ଆଉ ଦେଖିବା ତ ପୁରା କାନ୍ଥ ପୁରା ସଫିସିଏଣ୍ଟ ଭାବରେ ଭଲସେ ଭେଦେଇ ଦେଇଛି। ପାଣି କେତେ ଷ୍ଟକ୍ ହେଇକି ରହିଛି ଆହୁରି ଦେଖିପାରୁଥିବେ। କାନ୍ଥ ଗୁଡ଼ା ନ ଭେଦେଇଲେ ଏଇଟା ଫାଟିଯିବ କାନ୍ଥ ଗୁଡ଼ା, ସେଥିପାଇଁ ମୁଁ ଭଲ ଭାବରେ ଭେଦେଇ ଦେଇଛି। ଆସିଲା ମାନେ କାମ ଆରମ୍ଭ ହେଇଯିବ। ସାଙ୍ଗମାନେ ଏଇ ପାଇପଟା ଦେଖିପାରୁଥିବେ, କାଲି ମୁଁ ନୂଆ କିଣିକି ଆଣିଲି। 100 ଫୁଟ 900 ଟଙ୍କା ପଇଲା। ଦେଖିପାରୁଥିବେ ଆମ ଟ୍ୟୁବୱେଲ୍ ପୁରା ଫିଟିଙ୍ଗ ହେଇଛି। ପୁରା ଏଇ ଘର ଆମର କମ୍ପ୍ଲିଟ୍ ସବୁ ପାଇଯାଉଛି। ଆଉ ଟୋଟାଲ 100 ଫୁଟ ଲମ୍ବା 900 ଟଙ୍କା ପଇଲା। କେଜି ହିସାବରେ କେଜି 130 ଟଙ୍କା ନେଲା। 7 କେଜି ହେଲା 910 ଟଙ୍କା ନେଲା। ଆଉ ଦେଖିପାରୁଥିବେ, ଆଉ ଏପଟେ ମୁଁ ସବୁ ବାଲି ଫାଲି ଉପରୁ ସବୁ ବୋହି ଦେଇଛି। ତାଙ୍କୁ ଆସିଲା ମାନେ ଟିକେ ହାଲକା ହବ, ଆସିବେ ଖାଲି ଗୋଳେଇବେ। ସେ ଆସିକା ବାଲି କେତେବେଳେ ବୋହିଥାନ୍ତେ, ସେଥିପାଇଁ ମୁଁ ବୋହି ଦେଇଛି। ସେ ଘରଟା ଆମର କମ୍ପ୍ଲିଟ୍ ହେଲା ପରେ ଏଟା କାଲିକି ପହରଦିନ ଆରମ୍ଭ ହେଇଯିବ। ଯେତିକି ଯିବ, ତାପରେ ରଜ 3 ଦିନ ତ ବନ୍ଦ ହବ। ଫେର ରଜ ସରିଲା ପରେ ଫେର କାମ ଆରମ୍ଭ ହେଇଯିବ। ଆଉ ଏପଟେ ଗୋଟେ ଝରକା ଅଛି, ଆଉ ଗୋଟେ କବାଟ ଏଇ ସାମ୍ନା ପଟେ ଗୋଟେ ଲାଗିବ। ଆଉ ଏପଟ ବଖରା ଦିଟା ଯାକ ତ ଏଠି ଆମର ପ୍ଲାଏ କବାଟ ଲାଗିବ। ଏଠି ଖାଲି ଝରକାଟା କବାଟଟା ବାକି ରହିଛି। ଆଉ ଏଇ ଆଗରା ତ ସବୁ ଏଙ୍ଗଲ ସବୁ ଗ୍ରିଲ ସବୁ ଲାଗିଯିବ। ହଜବେଣ୍ଡ ୱାଇଫ୍ ଆସିଗଲେ ବର୍ତ୍ତମାନ ପାଇଁ କାମରେ ଏବେ ଆମେ ଲାଗିଯିବା। ଆମର ବର୍ତ୍ତମାନ ପାଇଁ ଲାଗିଯିବା। ସବୁ ତମର ଷ୍ଟକ୍ ହେଇକି ରହିଛି, ଏବେ ଖାଲି ଗୋଳେଇବା ଆରମ୍ଭ ହେଇଯିବ। ପୁରା ଭଲ ବି ଭେଦେଇ ଦେଇଛି। ହଁ ପୁରା ପାଣି ପୁରା ଛିଡା ହେଇଛି। ଭଲ ଭେଦେଇଲେ ଭଲ କାମ ହବ। ହଁ ପୁରା ସଫିସିଏଣ୍ଟ ଭେଦା ହେଇଛି। ଆଉ ପୁରା ପାଇପ୍ ଲଗା ହେଇଥିଲା। ଆଉ ଏଇଟା ହଁ ସେଇଟା ଉଠିଆ, ସେଇଟା ଖୋଲିଆ। ନାଇଁ ପଦାକୁ ଦେଇଦବା। ସାଙ୍ଗମାନେ ବର୍ତ୍ତମାନ ଦେଖିପାରୁଥିବେ ବାଡି କଦଳୀ କଟା ହେଇକି ପଚା ଯିବ ଏଇ ରଜ ପାଇଁ। ଦେଖିପାରୁଥିବେ କେତେ ମୁହଁ ବଡ ବଡ ହେଇଛି ସବୁ। ଏଇଟାକୁ କାଟି ଦେଇକି ପଚେଇଦବା। ରଜ ଆଉ 2-3 ଦିନ ରହିଲା, ଆଉ ସେଠିକି ପାଚି ଯାଇଥିବ। ବର୍ତ୍ତମାନ ତାକୁ କାଟି ଆଣିବା। ସାଙ୍ଗମାନେ ଦେଖିପାରୁଥିବେ ଆମ କଦଳୀ କାନ୍ଦି କଟା ହେଇଗଲା। ଏଇଟା ତାକୁ ପଚେଇଦବା ରଜ ପାଇଁ। ଆଉ ଦେଖିବା କୁଆଡେ ବନ୍ଧୁବାନ୍ଧବ ଦିଆଯିବ, ଆଉ ଘରେ ବି କିଛି ଖାଇବେ। ସାଙ୍ଗମାନେ ଏବେ ଆମେ ଯିବା ବନ୍ଧ ଆଉ ସିମେଣ୍ଟ ଆସିବ। ଆଉ ବାଇକରେ କେତେ ଥର ଆଣିବା, ଏକାଥରେ ଯିବା ଅଟୋ କରିକି ନେଇକି ପଳେଇ ଆସିବା। ଯୋଉ 12-14ଟା ଖଣ୍ଡେ ସିମେଣ୍ଟ ଆସିବ ନେଇ ଆସିବା, ଆଉ ବନ୍ଧ ଆସିବ ଏକାଥରେ ସବୁ ସାଙ୍ଗରେ ନେଇ ପଳେଇ ଆସିବା। ଆଉ ଚାଲନ୍ତୁ ଯିବା ବୈତରଣୀ ମାର୍କେଟରୁ ଆସିବା। ଆଉ ଦେଖିପାରୁଥିବେ ବର୍ତ୍ତମାନ ଆସି ଆମେ ଜାଗା ଉପରେ ପହଞ୍ଚି। ଏଇଠୁ ଆମର ସବୁ ବନ୍ଧ ଯିବ। ଏଠି ପୁରା ଶହ ବନ୍ଧ, କବାଟ, ଝରକା ସବୁ ଏଠାରେ ମିଳିପାରିବ। କେତେ ବଡ ଫାର୍ମ ଗୋଟେ କରିଛନ୍ତି। ଏଇଟା ତାଙ୍କ ସବୁ କାମ ହଉଛି, ସେ ଲୋକ ରଖି କାମ କରୁଛନ୍ତି। ଏଇଠାରୁ ଆମର 2 ହଳ ଯିବ। ଏଇ ଡିଜାଇନଟା 800 ଟଙ୍କା କହୁଛନ୍ତି, ଏଇ ଡିଜାଇନଟା 1100 ଟଙ୍କା କହୁଛନ୍ତି। ସେ ଡିଜାଇନ 1000, 900, 1200 ଏମିତି ସବୁ ଅଛି। ଆମେ ଦେଖି ଗୋଟେ କୋଉଟା ଭଲ ଦେଖି ନେଇକି ଯିବା। ଆଉ ଏଇ 1200 ବାଲା, 1100 ବାଲା କହୁଛନ୍ତି, ଏଇଟାକୁ ନେଇଯିବା। ମେଞ୍ଚା ଏଠି ଅଛି। ତା ବାଡିରେ ପକଉଛନ୍ତି, ଆଉ ମାଲ ମେଟେରିଆଲ ସବୁ ଆଣି ଏଠାରେ ପକେଇଛନ୍ତି। ଲୋକ ରଖି କାମ କରୁଛନ୍ତି। ଆଉ ଏଇ ଭାଇ ବି ଟିକେ କାମ କରୁଛନ୍ତି। ଝରକା ଡିଜାଇନ ଝରକା ସବୁ ଏଠାରେ। ଏମାନେ ଏଠି ରହିକି କାମ କରୁଛନ୍ତି। ବର୍ତ୍ତମାନ ମାଲ ସବୁ ମିକ୍ସ ହଉଛି, ଆଉ ମିକ୍ସ ହେଲା ପରେ ଫାର୍ମରେ ପଡିବ। ସାଙ୍ଗମାନେ ବନ୍ଧ ସବୁ ଠିକ କରିକି ଆଇଲି, ଯାଉଛି ଅଟୋ ଡାକିକି ନେଇକି ଆସିବି। ଆଣିଲା ପରେ ଲୋଡ କରି ନେଇକି ଯିବା। ଆଉ
A few moments later. ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଥିବେ ଆମ ଗାଡ଼ିରେ ଲୋଡ଼ ସରିଗଲା, ବନ୍ଧ ଲୋଡ଼ ସରିଗଲା। ଏବେ ଆମେ ସିମେଣ୍ଟ ପାଇଁ ଯିବୁ। କାହ୍ନୁନା ଅଟୋରେ ଯିବ। ଆମ ବନ୍ଧ ବର୍ତ୍ତମାନ ଲୋଡ଼ ହେଇଯାଇଛି, ଏବେ ସିମେଣ୍ଟ ପାଇଁ ଯିବୁ ଆଉ। ସାଙ୍ଗମାନେ ଆମ ସିମେଣ୍ଟ ଗାଡ଼ି ଆଉ ଆସିକି ପହଞ୍ଚିଗଲା। ଏ କାହ୍ନୁନା ତାର ନେଇକି ଆସିଛି ସିମେଣ୍ଟ ବନ୍ଧ ଏକାଥର ନେଇ ଆସିଲେ ଅଟୋ କରିକି ଆଉ। ସାଙ୍ଗମାନେ ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।